ସକାଳର ଜଳଖିଆରେ ହଉ କିମ୍ବା ଓଷା ବାରରେ ହଉ, ଖାସ୍ କରି ପ୍ରଭୁ ଶନିଶ୍ଚରଙ୍କ ଓଷାରେ ଏଇ ସିମେଇ ବନେଇକିରି ଖାଆନ୍ତୁ। ଗ୍ୟାରେଣ୍ଟି ଦେଇ କହୁଛି, ଥରେ ଯଦି ବନେଇବେ ସବୁଦିନ ବନେଇବାକୁ ଇଚ୍ଛା ହବ। ନମସ୍କାର, କୁକ୍ ୱିଥ୍ ମୁର୍ଛାନ୍ ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ଗ୍ୟାସରେ ଏଠି କଡ଼େଇ ବସେଇ ନେଲି। ଆଉ ଆମେ ଏଇଠି ଦେବା ତେଲ କିମ୍ବା ଘିଅ, ରିଫାଇନ୍ ଦିଅନ୍ତୁ କିମ୍ବା ଘିଅ ଦିଅନ୍ତୁ। 1 ଚାମଚ ପାଖାପାଖି ଘିଅ ଦେଲି। ତାପରେ ଗୋଟେ କଟୁରୀ ଦେଖନ୍ତୁ ମୁଁ ନେଇଗଲି ସେଇ ସିମେଇ, ତାକୁ ଆମେ ଭାଜିବା। ତ ସିମେଇକୁ ଆମେ ଯେମିତି ବ୍ରାଉନ୍ କଲର୍ ହେଲା ପର୍ଯ୍ୟନ୍ତ ଭାଜି ନେବା। ଆଉ ସିମେଇଟା ଯଦି ଟିକେ କଞ୍ଚାଳିଆ ରହିବ, କେମିତି ନାଳୁଆ ନାଳୁଆ ହେବ। ଗ୍ୟାସ୍ର ଫ୍ଲେମ୍କୁ ବିଲକୁଲ ବି ହାଇ ରଖିବେନି, ଲୋ ଟୁ ମିଡ଼ିୟମ୍ରେ ରଖିବେ। ଆଉ ସିମେଇକୁ ଏମିତି ବ୍ରାଉନ୍ କଲର୍ ହେଲା ପର୍ଯ୍ୟନ୍ତ ଭାଜି ନେବେ। ଆମେ ଏଠି ସିମେଇକୁ ପୋଡ଼ିବାନି କିମ୍ବା କଞ୍ଚା ରଖିବାନି, ତାହେଲେ ଆମର ସିମେଇଟା ଟେଷ୍ଟ ଆସିବ। ଯେଉଁ ତାଟିଆରେ ମୁଁ ନେଇଥିଲି ସିମେଇ ଗୋଟେ ତାଟିଆ, ହାଫ୍ ତାଟିଆ ଏଠି ପାଣି ଦେଇଦେଲି। ଆଉ ଦରକାର ହେଲେ ପାଣି ଦିଆହେବ, କିନ୍ତୁ ହାଫ୍ ତାଟିଆ ଦେଇଦେଲେ ସେ ସେକେ ସେକେ ହେଇକି ରହିବ, ମାନେ ବେଶୀ ପାଣି ଉପରକୁ ଦେବାନି। ତ ଏଠି ମୁଁ ଆଉ ଟିକେ ପାଣି ଦେଲି, ଲୁଣ ବି ଦେଇଦେଲି, ତାକୁ ଘୋରେଇ ନେବା। ଫ୍ଲେମ୍କୁ ଲୋରେ ରଖିକି 3-4 ମିନିଟ୍ ପାଖାପାଖି ମୁଁ ଘୋରେଇ ନେଲି। ଦେଖନ୍ତୁ ସିମେଇ ପୁରା ଝୁରଝୁରା ହେଇଯାଇଛି। ଆଉ ସିମେଇ ସିଝି ବି ଯାଇଛି। ଦେଖନ୍ତୁ ହାତରେ ଏଠି ଚିପିକି ଦେଖୁଛି, ସିମେଇ ସିଝି ଯାଇଛି। ଏମିତି ଝୁରଝୁରା ରହିବ। ଏବେ ଆମେ କ'ଣ କରିବା, ଯିବା ନେକ୍ସଟ ପ୍ରୋସେସ୍କୁ। ତ ତାପରେ ମୁଁ ଏଠି ଦେଖନ୍ତୁ ବାଦାମ କିଛି ନେଇଛି। এই ବାଦାମକୁ ମୁଁ ଏମିତି ଖଣ୍ଡ ଖଣ୍ଡ କରିକି ନେଇ ଆସିଛି। ହେମଦସ୍ତାରେ ଛେଚିଦେବେ, ଆରାମରେ ହେଇଯିବ ଗୁଣ୍ଡ। ତ ମୁଁ ଏଇଠି ଆଉ ଗୋଟେ କଡ଼େଇ ବସାଇ ନେଲି। ସେଥିରେ କିଛି ରିଫାଇନ୍ କିମ୍ବା ଘିଅ ଦେବା, 1 ଚାମଚ ପାଖାପାଖି। ତ ଘିଅ ନେଲେ ବହୁତ ବଢ଼ିଆ ଟେଷ୍ଟ ଆସେ। ଯେଉଁମାନଙ୍କୁ ଘିଅ ପସନ୍ଦ ନୁହଁ, ସେମାନେ ରିଫାଇନ୍ରେ ବି କରିପାରିବେ। କିଛି କାଜୁ ଆଉ କିଛି ଖିସମିସକୁ ମୁଁ ସେଇଠି ଭାଜି ନେଲି ଘିଅ ପକେଇକିରି। ତାପରେ ଆମେ ନେବା ଦହି। ଯେଉଁ ତାଟିଆରେ ସିମେଇ ନେଇଥିଲେ, ସେଇ ତାଟିଆରେ 1.5 ତାଟିଆ ପାଖାପାଖି ହେବ ଦହି। ଆଉ ଏଠି ଦହିରେ ଅଳ୍ପ ଟିକେ ପାଣି ଦେଲେ ଚଳିବ, କିନ୍ତୁ ଯଦି ବେଶୀ ପାଣି ଦେବା ନା, ପାଣିଚିଆ ଲାଗିବ, ଭଲ ଲାଗିବନି, ବିଲକୁଲ ବି ଭଲ ଲାଗିବନି। ଆଉ 1.5 ତାଟିଆ ଦହି ମୁଁ ଏଠି ଆଗ ନେଲି। ତାପରେ ତାକୁ ଭଲ ଭାବରେ ଫେଣ୍ଟି ନେବା। ଫେଣ୍ଟି ନେଲେ କ'ଣ ହେବ, ଯେଉଁ ଯେମିତି ଗୁଟଲୁ ଗୁଟଲି ରହିଯାଏ ନା ଦହିରେ, ଆଉ ରହିବନି। ଆଉ ଏଠି ବାଲାନ୍ସ ରଖିବା ପାଇଁ ଟିକେ ଲୁଣ ନେବା। ଆଉ ତାକୁ ଭଲ ଭାବରେ ଫେଣ୍ଟିବା। ବହୁତ ହି ଟେଷ୍ଟି ଲାଗିଥାଏ ଏଇ ସିମେଇ ଖାଇବାକୁ। ଆଉ ଓଷା ବାର ଯଦି କରୁଥିବା ନା, ସେ ସିମେଇ ଖାଇଲେ ଦିନ ଯାକ ଏନର୍ଜି ଆସିବ ଏଇ ସିମେଇରେ। ତ ଏଠି ମୁଁ ନେଲି 1 ଚାମଚ ପାଖାପାଖି ଛୋଟ ଚାମଚରେ ଭଜା ଜିରା ଲଙ୍କା ଗୁଣ୍ଡ, ଆଉ ଅଳ୍ପ ଟିକେ ଗୋଲମରିଚ ଗୁଣ୍ଡ ନେବା। ଏ ଦୁଇଟା ବହୁତ ଟେଷ୍ଟ ଆସିବ। ଆଉ ସେ ଯେଉଁ ବାଦାମ ଗୁଣ୍ଡ କରିଥିଲି ତାକୁ ପକାଇ ନେଲି। କିଛି ଫ୍ରୁଟ୍ ନେବା। ଦେଖନ୍ତୁ ମୁଁ ଏଠି ନେଲି ସେଉ, ମୁଁ ରଖିଥିଲି କାଟିକି ଖଣ୍ଡେ, ତାକୁ ନେଲି। ଆଉ ଏଠି ଡାଳିମ୍ବ ମଞ୍ଜି ଟିକେ ନେଲି। ଡାଳିମ୍ବ କିମ୍ବା ସେଉ ଯଦି ପାଖରେ ନଥିବ, ସ୍କିପ୍ କରିପାରିବେ। ଯଦି ଉପବାସ କରୁଛନ୍ତି, ଏସବୁ ଫଳ ନେବା ନିହାତି ଦରକାର। ଦେହକୁ ବହୁତ ଏନର୍ଜି ଆସିବ। ଆଉ ଏଠି ଦେଖନ୍ତୁ ସିମେଇ ପୁରା ଗୋଟି ଗୋଟି ହେଇଯାଇଛି। ଏବେ କ'ଣ କରିବା, ଏବେ ଆମେ ଦହିରେ ସେ ସିମେଇକୁ ପକାଇ ନେବା। ମୁଁ ଅଳ୍ପ ଟିକେ ସିମେଇ ରଖିଦେଲି, ପଛରେ ବନେଇବି। ତ ଯେତିକି ମୁଁ ବନଉଛି ଦେଖନ୍ତୁ, ଦହିକୁ ନେଇକି ସିମେଇ ପକେଇଲି, ମାନେ ସେ ସିମେଇ ଦହିରେ ପୁରା ପିଇ ଯାଉଛି। ଆଉ ଆମେ ଏଥିରେ ଟିକେ ପାଣି ଦେଇଦେବା। এই ତାଟିଆରେ ଆଉ ଅଧ ତାଟିଆରୁ ଟିକେ କମ୍ ପାଣି ଦେଇଦେବା, ସେ ଠିକ୍ ହେଇଯିବ। ଆପଣ ଚାହିଁଲେ ଖାଲି ଦହି ବି ଦେଇପାରିବେ। ଏଠି ଦହିଟା ମୋର ବହଳିଆ ଥିଲା, ସେଥିପାଇଁ ଟିକେ ପାଣି ନିହାତି ଦେଲି। ଏବେ ଆମେ ସେ ସିମେଇରେ ଟିକେ ଛୁଙ୍କ ଦେଇଦେବା, ଯାହାକି ବହୁତ ଟେଷ୍ଟ ହେବ। ଆଉ ବାସ୍ନା ବି ବହୁତ ବଢ଼ିଆ ହେବ। ଅଳ୍ପ ଟିକେ ଘିଅ ନେଇକି ସେଥିରେ ଲଙ୍କା, ଜିରା ଆଉ ଭୃଷଙ୍ଗ ପତ୍ର ଦେଇକି ତାକୁ ଛୁଙ୍କ ଦେଇଦେବା। ବହୁତ ବଢ଼ିଆ ବାସ୍ନା ହେବ। ଦେଖନ୍ତୁ ଟିକେ ଯେମିତି ଫୁଟି ସାରିଲା ପରେ ସେଥିରେ ମୁଁ ଅଳ୍ପ ଟିକେ ପାଣି ଦେଇଦେଲି, ତାକୁ ଏମିତି ପକାଇଦେଲି। ତାପରେ ଯେଉଁ କାଜୁ ଖିସମିସକୁ ଭାଜିକି ରଖିଥିଲି, ଏଇଠି ଟିକେ ଟିକେ ପକାଇ ନେବା। ତାକୁ ଭଲ ଭାବରେ ଗୋଳେଇ ନେବା, କାରଣ ଆମେ ଯେଉଁ ଛୁଙ୍କ ଦେଇଛେ ସେ ସବୁଆଡ଼େ ଯେମିତି ହେଇଯିବ। ପ୍ରଭୁ ଶନିଶ୍ଚରଙ୍କ ଓଷାରେ ଭାତ ଖାଆନ୍ତିନି, ତ ଆମେ ଏସବୁ ଜିନିଷ କରିକି ଖାଇପାରିବା। ସିମେଇ ହେଉ, ପରଟା ହେଉ, ଏସବୁ ଖାଆନ୍ତି। କିନ୍ତୁ ଖରା ଦିନେ ତ ପରଟା ଖାଇଲେ ଜଣ ଜଣଙ୍କ ଦେହରେ ଯାଏନି। କିନ୍ତୁ ଏଇ ଜିନିଷଟା ଆମେ ଯଦି ବନେଇକି ଖାଇବା, ଆମର ଦେହରେ ପୁରା ଏନର୍ଜି ଆସିବ। ଆଉ ପେଟ ଦେହ କିଛି ଖରାପ ହେବନି। ଏଥିରେ ତ ମୁଁ ମିଠା ପକାଇନି, ମୋତେ ମିଠା ଦରକାର। ମୁଁ ଏଇ ଛୋଟ ତାଟିଆରେ ଟିକେ ବାହାର କରିନେଲି। ମୁଁ ମିଠା ଟିକେ ପକାଇଦେଲି, ଚିନି 1 ଚାମଚ ପକାଇନେଲି। ଆପଣ ଯଦି ମିଠା ଖାଇବେ, ସବୁଥିରେ ଚିନି ପକାଇ ପାରିବେ। ଏଥିରେ 2 ଚାମଚ ଚିନି ପକାଇ ପାରିବେ ପ୍ଲେଟ୍ରେ, କିନ୍ତୁ ତାଟିଆରେ ମୁଁ 1 ଚାମଚ ପକାଇକି ଏଇଟା ମୋର ମିଠା ଖାଇବି। କିନ୍ତୁ ଏଇଟା ସାଧା ଅଛି, ମିଠା ଦରକାର ନାହିଁ। ଆପଣଙ୍କ ଇଚ୍ଛା, ଆପଣ ଯେମିତି ଖାଇପାରିବେ। ମିଠା ଖାଆନ୍ତୁ କିମ୍ବା ଏମିତି ସାଧା ହିଁ ଖାଆନ୍ତୁ।
बहुत ही बढ़िया सुंदर देखावा पाई ऊपर आउ टिके टिके डालिंब देदेली देखंतु केते सुंदर देखा जाउचे खाइबाकू जबरदस्त टेस्ट अछि जेतेबेले उपास करचंदी ना एमिति ही करके खातु बिल्कुल भी देह खराब होबनी दही तो देह को पूरा माने ठंडा रखिबो पेट को आ खरा दिन पई दही तो बहुत बढ़िया एनर्जी दबो। तो दर्शक बंधु चैनल जदि नुआ अछंती प्लीज सब्सक्राइब करनियंतु। तो सांग माने जदि आज रेसिपी पसंद आसी निश्चय कमेंट जनातु। रहुची जय जगन्नाथ।